ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳରେ ଜଣେ 21 ବର୍ଷୀୟ ଯୁବତୀଙ୍କୁ 4 ଜଣ ମିଶି ଗଣ ବଳାତ୍କାର କରିଥିବା ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଭୁବନ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଧରିବା ସହ ଡାକ୍ତରୀ ମାଇନା କରିଛି। ଡାକ୍ତରୀ ମାଇନା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରିଣୀ ରେଣୁବାଳା ସାହୁ କହିଛନ୍ତି। ଯୁବତୀଙ୍କ ମାଙ୍କ ଦେହାନ୍ତ ପରେ ବାପା ସେମାନଙ୍କ ଦାୟିତ୍ୱ ଠିକ୍ ଭାବେ ନେଉନଥିଲେ। ଯୁବତୀଙ୍କ ତଳେ ସାନ ଭଉଣୀ 4 ଜଣ ଅଛନ୍ତି। ଅଭାବ ଅନଟନ ପାଇଁ ସେ ଦିନ ମଜୁରିଆ ଭାବେ କାମ କରି ସାନ ଭଉଣୀମାନଙ୍କୁ ପାଠ ପଢ଼ାଇବା ସହିତ ଭରଣ ପୋଷଣ କରୁଥିଲେ। ତାଙ୍କ ଦୁର୍ବଳତାର ସୁଯୋଗ ନେଇ ସେହି ଗ୍ରାମର କିଛି ଅସାଧୁ ଲୋକ ଯୁବତୀଙ୍କୁ ଡରାଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ପୋଲିସ ଜାଣିବା ପରେ ଯୁବତୀଙ୍କୁ ନେଇ ଥାନାରେ ଲିଖିତ ଅଭିଯୋଗ କରାଇଛନ୍ତି। ପୋଲିସ ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିବାରେ ସଫଳ ହୋଇଛି। ଭୁବନରୁ ବିପିନ ବିହାରୀ ସେଠୀଙ୍କ ରିପୋର୍ଟ, ଧରିତ୍ରୀ ଲାଇଭ୍। এই ভিডিওটি আপনার কেমিতি লাগিলা কমেন্ট করে জানাতু। ধরিত্রী লাইভ র यूट्यूब एवं फेसबुक चैनल को सब्सक्राइब करंतु। अधिक खबर पाई लॉगिन करंतु www.dharitri.com।